ଆଜି ଆମେ ଏକ ବହୁତ ଗଭୀର ବିଷୟକୁ ଯିବା। ହଁ। ଆମ ପାଖରେ ଯେଉଁ ଉତ୍ସ ଅଛି ତାହା ଆମକୁ ସିଧା ଶ୍ରୀମଦ୍ ଭାଗବତ ଭିତରକୁ ନେଇଯାଉଛି। ହଁ, ଆଉ ଏହା କୌଣସି ସାଧାରଣ ଅଧ୍ୟାୟ ନୁହେଁ। ଏହା ହେଉଛି ସୃଷ୍ଟିର ଆରମ୍ଭର କାହାଣୀ। ଏକଦମ। ସୃଷ୍ଟି ହେବା ପୂର୍ବରୁ କଣ ଥିଲା, ଆଉ ସବୁଠୁ ବଡ଼ କଥା, ଯିଏ ସୃଷ୍ଟି କଲେ ମାନେ ସ୍ୱୟଂ ବ୍ରହ୍ମା, ସେ ନିଜେ କେମିତି ଜନ୍ମ ହେଲେ। ଏହା କେବଳ ଏକ କାହାଣୀ ନୁହେଁ, ଏକ ଯାତ୍ରା। ନିଜର ପରିଚୟ ଖୋଜିବାର ଯାତ୍ରା। ଆଉ ଏହି ଯାତ୍ରାର ଆରମ୍ଭ ବି ବହୁତ ରୋଚକ। ମୈତ୍ରେୟ ଋଷି ଏବଂ ବିଦୁରଙ୍କ ଭିତରେ କଥାବାର୍ତ୍ତା ଚାଲିଛି। ବିଦୁର ପଚାରୁଛନ୍ତି ଆଉ ମୈତ୍ରେୟ କହୁଛନ୍ତି। କିନ୍ତୁ ମୈତ୍ରେୟ ଋଷି ଆରମ୍ଭରୁ ହିଁ ଗୋଟେ କଥା ସ୍ପଷ୍ଟ କରିଦେଉଛନ୍ତି, ନୁହେଁ କି? ହଁ, ସେ କହୁଛନ୍ତି, ଦେଖ, ଏ ଜ୍ଞାନ ମୋର ନିଜର ନୁହେଁ। ଆଚ୍ଛା, ମାନେ ଏହା ତାଙ୍କର ମନଗଢ଼ା କଥା ନୁହେଁ? ଆଦୌ ନୁହେଁ। ସେ ସ୍ପଷ୍ଟ କରୁଛନ୍ତି ଯେ ଏହାର ଏକ ପରମ୍ପରା ଅଛି, ଏକ ଲିନେଜ୍। ତାଙ୍କୁ ମିଳିଲା ତାଙ୍କ ଗୁରୁ ପରାଶରଙ୍କଠୁ, ପରାଶରଙ୍କୁ ମିଳିଲା ବୃହସ୍ପତିଙ୍କଠୁ, ଓହୋ। ଆଉ ଏହି ଧାରା ପଛକୁ ପଛକୁ ଯାଇ ସ୍ୱୟଂ ଅନନ୍ତ ଦେବଙ୍କ ପାଖରେ ପହଞ୍ଚିଛି। ଏହାକୁ ହିଁ କୁହନ୍ତି ଗୁରୁ ଶିଷ୍ୟ ପରମ୍ପରା। ଏହାର ମହତ୍ତ୍ୱ କ'ଣ? ମାନେ ଏମିତି କହିବାର କାରଣ କ'ଣ? କାରଣ ଏହା ଦର୍ଶାଉଛି ଯେ ଏହା ଭେରିଫାଏଡ୍ ନଲେଜ୍। ପିଢ଼ି ପରି ପିଢ଼ି ବିନା କୌଣସି ପରିବର୍ତ୍ତନରେ ଏହି ଜ୍ଞାନ ଆସିଛି। ଏହା କାହାଣୀର ବିଶ୍ୱାସନୀୟତାକୁ ବହୁତ ବହୁତ ବଢ଼ାଇ ଦେଉଛି। ଠିକ୍ ଅଛି, ତେବେ ଚାଲନ୍ତୁ ସେହି ଗଭୀର ଜ୍ଞାନ ଭିତରକୁ ଯିବା। ମୈତ୍ରେୟ କାହାଣୀକୁ ଠିକ୍ ସେଇଠୁ ଆରମ୍ଭ କରୁଛନ୍ତି, ଯେତେବେଳେ କିଛି ବି ନଥିଲା। ହଁ, କଳ୍ପନା କରନ୍ତୁ ଦୃଶ୍ୟତା। ସମଗ୍ର ବ୍ରହ୍ମାଣ୍ଡ ପ୍ରଳୟରେ ଜଳରେ ବୁଡ଼ି ରହିଛି। ଚାରିଆଡ଼େ କେବଳ ଅନ୍ଧକାର ଆଉ ନୀରବତା। ଆଉ ସେହି ବିଶାଳ ଅସୀମ ଜଳରାଶି ଉପରେ ଅନନ୍ତ ନାଗଙ୍କର ଏକ ବିଶାଳ ଶଯ୍ୟା। ଆଉ ତା ଉପରେ ଶୋଇଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ। ଏକଦମ ଏକା। ତାଙ୍କ ସହିତ ଆଉ କେହି ନାହାନ୍ତି। ଆଉ ଉତ୍ସଳରେ କୁହାଯାଇଛି ସେ ଯୋଗନିଦ୍ରାରେ ଥିଲେ। ଏହି ଯୋଗନିଦ୍ରା ଶବ୍ଦଟା, ଏହା କ'ଣ କେବଳ ଗଭୀର ନିଦ? ନା ନା, ସାଧାରଣ ନିଦ ଆଦୌ ନାହିଁ। ଏହା ହେଲା ଏକ ପ୍ରକାରର, ଆମେ କହିପାରିବା, କନସିୟସ୍ ରେଷ୍ଟ। ସଚେତନ ବିଶ୍ରାମ। ହଁ, ବାହାରୁ ଦେଖିଲେ ଲାଗିବ ସବୁ ଶାନ୍ତ, ସମ୍ପୂର୍ଣ୍ଣ ନିଶ୍ଚେଷ୍ଟ। କିନ୍ତୁ ଭିତରେ ସମସ୍ତ ଶକ୍ତି, ସମଗ୍ର ସୃଷ୍ଟିର ସମ୍ଭାବନା, ସବୁ ତାଙ୍କ ଭିତରେ ଲୁଚି ରହିଛି। ଉତ୍ସରେ ଗୋଟେ ବହୁତ ସୁନ୍ଦର ଉପମା ଦିଆଯାଇଛି, ଯେମିତି ଶୁଖିଲା କାଠ ଭିତରେ ନିଆଁ ଲୁଚି ରହିଥାଏ। ଦେଖାଯାଏନି, କିନ୍ତୁ ଥାଏ। ଠିକ୍ ସେମିତି ସମସ୍ତ ଶକ୍ତି ତାଙ୍କ ଭିତରେ ଥିଲା, କିନ୍ତୁ ପ୍ରକାଶ ପାଇନଥିଲା। ଆଉ ଏଇ ଅବସ୍ଥା କେତେ ସମୟ ଧରି ଚାଲିଥିଲା? 4000 ଯୁଗ। ବାପରେ, ଏହା ତ କଳ୍ପନା ବାହାରେ। ହଁ, ଏତେ ଲମ୍ବା ସମୟ ପରେ ଯେତେବେଳେ ପୁଣିଥରେ ସୃଷ୍ଟି କରିବାର ସମୟ ଆସିଲା, ତାଙ୍କ ଭିତରୁ ହିଁ ଏକ ପ୍ରେରଣା ଜାଗ୍ରତ ହେଲା। ଉତ୍ସରେ ଏଥିପାଇଁ କାଳଶକ୍ତି ଏବଂ ରଜଗୁଣ ଶବ୍ଦ ବ୍ୟବହାର ହୋଇଛି। ରଜଗୁଣ, ଏ ଶବ୍ଦଟି ଟିକେ ବୁଝେଇବେ କି? ସାଧାରଣ ଭାବରେ ଏହାର ଅର୍ଥ କ'ଣ? ଦେଖନ୍ତୁ, ମୋଟାମୋଟି ଭାବେ କହିଲେ ପ୍ରକୃତିର 3ଟି ଗୁଣ ଅଛି: ସତ୍ତ୍ୱ, ରଜ ଆଉ ତମ। ତମ ହେଲା ନିଷ୍କ୍ରିୟତା, ଜଡ଼ତା। ଆଚ୍ଛା। ସତ୍ତ୍ୱ ହେଲା ସ୍ଥିରତା, ସନ୍ତୁଳନ। ଆଉ ରଜ ହେଉଛି କ୍ରିୟା, ଗତି, ସୃଜନଶୀଳତା, କ୍ରିଏଟିଭ୍ ଏନର୍ଜି। ଠିକ୍ ଅଛି, ବୁଝିଲି। ତ ଯେତେବେଳେ କୁହାଯାଉଛି ରଜଗୁଣ କ୍ଷୋଭିତ ହେଲା, ତାର ମାନେ ହେଲା ସେହି କ୍ରିଏଟିଭ୍ ଏନର୍ଜିଟି ଜାଗ୍ରତ ହେଲା, ସୃଷ୍ଟି କରିବାର ଇଚ୍ଛା ଜାଗିଲା। ଏବଂ ସେହି ଇଚ୍ଛା ଜାଗିବା ପରେ ହିଁ କାହାଣୀର ପ୍ରକୃତ ମୋଡ଼ ଆସୁଛି। ହଁ, ସେହି ରଜଗୁଣ ସକ୍ରିୟ ହେବା ମାତ୍ରେ ଭଗବାନଙ୍କ ନାଭିରୁ ଏକ ପଦ୍ମକଢ଼ ବାହାରିଲା, ଆଉ ସେହି ଅନ୍ଧକାରମୟ ଜଳରାଶି ଉପରେ ସେଟା ଧୀରେ ଧୀରେ ଫୁଟିଲା। ଏକ ଉଦିତ ସୂର୍ଯ୍ୟ ପରି ପୁରା ବାତାବରଣକୁ ଆଲୋକିତ କରିଦେଲା। ଆଉ ସେହି ପଦ୍ମର ଠିକ୍ ମଝିରେ ଦେଖାଦେଲେ ବ୍ରହ୍ମା। ସେଥିପାଇଁ ତ ତାଙ୍କର ଗୋଟିଏ ନାଁ ହେଉଛି ସ୍ୱୟମ୍ଭୁ। ସ୍ୱୟମ୍ଭୁ, ମାନେ ଯିଏ ନିଜେ ନିଜେ ଉତ୍ପନ୍ନ ହୋଇଛନ୍ତି। ଠିକ୍, ତାଙ୍କର କୌଣସି ମାତାପିତା ନଥିଲେ। ଏକଦମ ଠିକ୍। ସେ ସ୍ୱତଃ ପ୍ରକାଶ ପାଇଲେ। କିନ୍ତୁ ଏବେ ଟିକେ ସେ ପରିସ୍ଥିତିକୁ କଳ୍ପନା କରନ୍ତୁ। ଓହୋ, ସେଇଟା ତ ଏକ ଅବିଶ୍ୱସନୀୟ ପରିସ୍ଥିତି। ବ୍ରହ୍ମା ଆଖି ଖୋଲୁଛନ୍ତି ଆଉ ଦେଖୁଛନ୍ତି ସେ ଗୋଟେ ବିଶାଳ ପଦ୍ମ ଉପରେ ବସିଛନ୍ତି। ହଁ, ଚାରିଆଡ଼େ କେବଳ ପାଣି ଆଉ ପାଣି। ପ୍ରଳୟର ପବନ ବହୁଛି, ବଡ଼ ବଡ଼ ଲହଡ଼ି। ଆଉ ସେ କିଏ, କେଉଁଠୁ ଆସିଲେ, କିଛି ଜାଣିନାହାନ୍ତି। ଯିଏ ସମଗ୍ର ସୃଷ୍ଟି କରିବେ, ସେ ନିଜେ ହିଁ ଜାଣିନାହାନ୍ତି ଯେ ସେ କିଏ। ଏହା ତ ମଣିଷର ସବୁଠୁ ବଡ଼ ପ୍ରଶ୍ନ, ହୁ ଏମ୍ ଆଇ? ସେଇ ସ୍ତରରେ ବି ସେହି ପ୍ରଶ୍ନ। ଏବଂ ଏହା ହିଁ ଏହି କାହାଣୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ନିଜର ଉତ୍ସ ଖୋଜିବା ପାଇଁ ବ୍ରହ୍ମା ପ୍ରଥମେ ବାହାରକୁ ଦେଖିଲେ। ଚାରିଦିଗକୁ ଚାହିଁଲେ। ହଁ, ଆଉ ସେଇଥିପାଇଁ ତାଙ୍କର 4ଟି ମୁଖ ସୃଷ୍ଟି ହେଲା।
ଏହା ଥିଲା ତାଙ୍କର ବାହ୍ୟ ଅନ୍ୱେଷଣ। କିନ୍ତୁ କିଛି ଦେଖାଗଲା ନାହିଁ, କେବଳ ଜଳ। ତେବେ ସେ କ'ଣ କଲେ? ସେ ଭାବିଲେ, ମୁଁ ଯେଉଁ ପଦ୍ମ ଉପରେ ବସିଛି ତାର ଉତ୍ସ ନିଶ୍ଚୟ କୋଉଠି ଥିବ। ଆଚ୍ଛା। ଏହା ଭାବି ସେ ସେହି ପଦ୍ମର ନାଡ଼ ବା ଷ୍ଟକ୍ ଭିତରେ ପଶିଗଲେ। ଭାବିଲେ ତାର ଶେଷରେ ଉତ୍ସକୁ ପାଇଯିବେ। କିନ୍ତୁ ସେ ପାଇଲେ ନାହିଁ ଉତ୍ସ। କହୁଛି ସେ ବହୁତ ସମୟ ଧରି ସେହି ନାଳ ଭିତରେ ଘୂରି ବୁଲିଲେ। କିନ୍ତୁ ତାର ମୂଳ ଖୋଜି ପାଇଲେ ନାହିଁ। ଏଇଠି ଗୋଟିଏ ବଡ଼ ଦାର୍ଶନିକ କଥା ଅଛି। କ'ଣ? ଏହା ସଂକେତ ଦେଉଛି ଯେ ଯେତେବେଳେ ଆମେ କେବଳ ବାହ୍ୟ ଉପାୟରେ ପିଓରଲି ଫିଜିକାଲ ମିନ୍ସରେ ଉତ୍ସକୁ ଖୋଜୁ, ଆମେ ଏକ ଅସରନ୍ତି ରାସ୍ତାରେ ହଜିଯାଉ। ହଁ, ତାଙ୍କର ବାହ୍ୟ ଅନ୍ୱେଷଣ ତ ବିଫଳ ହେଲା। ବହୁ ସମୟ ପରେ ସେ କ୍ଳାନ୍ତ ହୋଇ ହତାଶ ହୋଇ ପୁଣି ନିଜ ଆସନକୁ ଫେରି ଆସିଲେ। ହଁ, ସେଇ ପଦ୍ମ ଉପରକୁ। ତେବେ ଏହାପରେ କ'ଣ ହେଲା? ଏଇଠି ହିଁ ତ କାହାଣୀର ଟର୍ଣ୍ଣିଂ ପଏଣ୍ଟ ଆସୁଛି, ନୁହେଁ କି? ହଁ, ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼। ଯେତେବେଳେ ବାହାରେ ଉତ୍ତର ମିଳିଲାନି, ବ୍ରହ୍ମା ଗୋଟେ ବଡ଼ ନିଷ୍ପତ୍ତି ନେଲେ। କ'ଣ ସେ ନିଷ୍ପତ୍ତି? ସେ ବୁଝିଗଲେ ଯେ ବାହାରେ ଯଦି ଉତ୍ତର ନାହିଁ, ତାହେଲେ ଉତ୍ତର ନିଶ୍ଚୟ ଭିତରେ ଥିବ। ସେ ତାଙ୍କ ଅନ୍ୱେଷଣର ଦିଗ ବଦଳାଇ ଦେଲେ, ବାହାରୁ ଭିତରକୁ। ମାନେ ସେ ଆତ୍ମଅନ୍ୱେଷଣ ଆରମ୍ଭ କଲେ? ଏକଦମ। ସେ ନିଜ ନିଶ୍ୱାସକୁ ସ୍ଥିର କଲେ, ଇନ୍ଦ୍ରିୟକୁ ସଂଯତ କଲେ ଆଉ ମନକୁ ସମ୍ପୂର୍ଣ୍ଣ ଏକାଗ୍ର କରି ଯୋଗ ସମାଧିରେ ଲୀନ ହୋଇଗଲେ। 100 ବର୍ଷ ପର୍ଯ୍ୟନ୍ତ? ଏହା କୌଣସି ସାମାନ୍ୟ କଥା ନୁହେଁ। ଏତେ ଲମ୍ବା ସମୟ ଧରି କଠୋର ତପସ୍ୟା। ନିଶ୍ଚିତ ଭାବରେ ଏହା ଦର୍ଶାଉଛି ଯେ ଗଭୀର ସତ୍ୟକୁ ଜାଣିବା ପାଇଁ କେତେ ଧୈର୍ଯ୍ୟ ଆଉ ନିଷ୍ଠା ଦରକାର। ଆଉ ଶେଷରେ ଫଳ ମିଳିଲା? ହଁ, ତାଙ୍କ ହୃଦୟରେ ଜ୍ଞାନର ଆଲୋକ ଜଳି ଉଠିଲା। ଯେଉଁ ସତ୍ୟକୁ ସେ ସେହି ପଦ୍ମନାଳରେ ଖୋଜି ପାଉନଥିଲେ, ତାକୁ ସେ ନିଜ ଭିତରେ, ନିଜ ହୃଦୟରେ ଦେଖିଲେ। ଆଉ ସେ କ'ଣ ଦେଖିଲେ? ସେ ଦର୍ଶନଟା କେମିତି ଥିଲା? ସେ ଦେଖିଲେ ଯେ ସେହି ପ୍ରଳୟର ଜଳରେ ଅନନ୍ତ ନାଗଙ୍କ ଉପରେ ପରମ ପୁରୁଷ ଭଗବାନ ବିଷ୍ଣୁ ଶୟନ କରିଛନ୍ତି। ତାଙ୍କର ହଜାର ହଜାର ଫଣାରେ ଲାଗିଥିବା ମଣିର ଜ୍ୟୋତିରେ ଯୁଗାନ୍ତର ଅନ୍ଧକାର ଦୂର ହେଉଛି। ହଁ, ଯେଉଁ ଉତ୍ସକୁ ସେ ଏତେ ସମୟ ଧରି ବାହାରେ ଖୋଜୁଥିଲେ, ତାହା ତାଙ୍କରି ଭିତରେ ହିଁ ଥିଲା। ଉତ୍ସାରେ ତାଙ୍କର ରୂପର ବର୍ଣ୍ଣନା ତ ବହୁତ ସୁନ୍ଦର ଭାବରେ କରାଯାଇଛି। କୁହାଯାଇଛି ତାଙ୍କ ଶରୀର ମର୍କତମଣି ପରି ଶ୍ୟାମଳ। ହଁ, ପିନ୍ଧିଥିବା ପୀତାମ୍ବର ବସ୍ତ୍ର ସନ୍ଧ୍ୟା ସମୟର ମେଘ ପରି। ଆଉ ମୁଣ୍ଡରେ ସୁନା ପର୍ବତର ଶିଖର ପରି ଉଚ୍ଚ ମୁକୁଟ। କଣ୍ଠରେ କୌସ୍ତୁଭମଣି, ବକ୍ଷରେ ବନମାଳା, ଶ୍ରୀବତ୍ସ ଚିହ୍ନ। ତାଙ୍କର ହଜାର ହଜାର ବାହୁ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା, କ'ଣ? ବ୍ରହ୍ମା ଦେଖିଲେ ଯେ ସମଗ୍ର ତ୍ରିଲୋକ, ସମସ୍ତ ସୃଷ୍ଟି ସେହି ବିରାଟ ଶରୀର ଭିତରେ ହିଁ ଦୃଶ୍ୟମାନ ହେଉଛି। ସମଗ୍ର ତ୍ରିଲୋକ ତାଙ୍କ ଶରୀରରେ ଦୃଶ୍ୟମାନ ହେଉଛି। ଏହାର ଅର୍ଥ କ'ଣ? ଯେ ସବୁକିଛି ତାଙ୍କରି ଭିତରେ ହିଁ ଅଛି? ହଁ, ଏହା ହିଁ ତତ୍ତ୍ୱ। ଏହା ଦର୍ଶାଉଛି ଯେ ସେହି ସମସ୍ତ ସୃଷ୍ଟିର ଆଧାର, ଦି ଅଲ୍ଟିମେଟ୍ ସୋର୍ସ, କିଛି ବି ତାଙ୍କ ବାହାରେ ନାହିଁ। ବ୍ରହ୍ମା ଯେଉଁ ପଦ୍ମ ଉପରେ ବସିଛନ୍ତି, ସେଇଟା ବି ତ ତାଙ୍କରି ନାଭିରୁ ବାହାରିଛି। ଠିକ୍। ଆଉ ବର୍ଣ୍ଣନାରେ ଆହୁରି ଅଛି ଯେ ତାଙ୍କ ମୁଖରେ ମୃଦୁ ହସ ଲାଗି ରହିଛି। ସେ ସମସ୍ତ ସୌନ୍ଦର୍ଯ୍ୟର ସମାହାର। ଏହି ଦିବ୍ୟ ଦର୍ଶନ ପାଇବା ପରେ ବ୍ରହ୍ମାଙ୍କର କ'ଣ ପ୍ରତିକ୍ରିୟା ଥିଲା? ସେହି ଦର୍ଶନ ପାଇବା ପରେ ତାଙ୍କର ସବୁ ଦ୍ୱନ୍ଦ୍ୱ, ସବୁ ସନ୍ଦେହ ଦୂର ହୋଇଗଲା। ତାଙ୍କର ସେହି ପ୍ରଶ୍ନ, ମୁଁ କିଏ, ତାର ଉତ୍ତର ମିଳିଗଲା। ଆଚ୍ଛା। ସେ ବୁଝିପାରିଲେ ଯେ ସେ ନିଜେ ସେହି ପରମ ପୁରୁଷଙ୍କଠାରୁ ଅଲଗା ନୁହନ୍ତି, ବରଂ ତାଙ୍କରି ଏକ ଅଂଶ, ତାଙ୍କରି ସୃଜନଶୀଳ ଶକ୍ତିର ଏକ ପ୍ରକାଶ। ଆଉ ସେ ଯେଉଁ ତତ୍ତ୍ୱଗୁଡ଼ିକୁ ନେଇ ସୃଷ୍ଟି କରିବେ, ସେଗୁଡ଼ିକ ବି ତାଙ୍କ ଭିତରେ ହିଁ ଥିଲା। ହଁ, ସେ ଦେଖିଲେ ପବନ, ଆକାଶ, ଜଳ, ଅଗ୍ନି ସବୁକିଛି ସେହି ବିରାଟ ଶରୀର ଭିତରେ ହିଁ ରହିଛି। ଏହା ତ ଏକ ବହୁତ ବଡ଼ ଆହା ମୁହୂର୍ତ୍ତ ଥିବ। ଶେଷରେ ସେ ଜାଣିପାରିଲେ ଯେ ସେ କିଏ ଆଉ ତାଙ୍କର କାମ କ'ଣ। ଏକଦମ। ଆତ୍ମଜ୍ଞାନ ବିନା କୌଣସି ବଡ଼ କାମ ସମ୍ଭବ ନୁହେଁ, ଏପରିକି ସୃଷ୍ଟିକର୍ତ୍ତାଙ୍କ ପାଇଁ ବି ନୁହେଁ। ତେବେ ଏହି ଜ୍ଞାନ ପାଇବା ପରେ ସେ ସୃଷ୍ଟି କାର୍ଯ୍ୟରେ ଲାଗିଲେ। ହଁ, ସୃଷ୍ଟି କରିବାର ଇଚ୍ଛା ଆଉ ସାମର୍ଥ୍ୟ ନେଇ ବ୍ରହ୍ମା ନିଜ ଆସନରୁ ଉଠିଲେ, ହାତ ଯୋଡ଼ିଲେ ଆଉ ନିଜର ଚାରି ମୁଖରେ ସେହି ପରମ ପୁରୁଷଙ୍କର ସ୍ତୁତି କରିବାକୁ ଲାଗିଲେ। ଏହା ପରଠାରୁ ହିଁ ପ୍ରକୃତ ସୃଷ୍ଟିର କାମ ଆରମ୍ଭ ହେଲା। ତେବେ ଏହି ପୁରା କାହାଣୀରୁ ଆମ ପାଇଁ ମୁଖ୍ୟ ଶିକ୍ଷା କ'ଣ? ମୋତେ ଲାଗୁଛି ଏଥିରୁ ସବୁଠୁ ବଡ଼ ବିଷୟ ଯାହା ସାମ୍ନାକୁ ଆସୁଛି, ତାହା ହେଲା ଅନ୍ୱେଷଣର ଦୁଇଟି ପଦ୍ଧତି। ଦୁଇଟି ପଦ୍ଧତି? ହଁ, ଗୋଟିଏ ହେଲା ବାହ୍ୟ ପଦ୍ଧତି, ଯାହା ବ୍ରହ୍ମା ପଦ୍ମନାଭ ଭିତରେ କରି ବିଫଳ ହେଲେ। ଏହା ଦର୍ଶାଉଛି ଯେ କେବଳ ବାହାର ଇନ୍ଦ୍ରିୟ
ବା ଭୌତିକ ଉପାୟରେ ସବୁ ସତ୍ୟ ଜାଣି ହୁଏ ନାହିଁ। ତାର ଗୋଟେ ସୀମା ଅଛି। ଆଉ ଅନ୍ୟ ପଦ୍ଧତିଟି ହେଲା ଆଭ୍ୟନ୍ତରୀଣ, ଯାହା ସେ ଯୋଗ ସମାଧି ଦ୍ୱାରା କରି ସଫଳ ହେଲେ। ହଁ, ଆଉ ଏହା ହିଁ କାହାଣୀର ମୂଳ ସନ୍ଦେଶ। କିଛି ଗଭୀର ସତ୍ୟ, ବିଶେଷ କରି ମୁଁ କିଏ ଭଳି ପ୍ରଶ୍ନର ଉତ୍ତର କେବଳ ଅନ୍ତର୍ମୁଖୀ ହୋଇ ନିଜ ଭିତରକୁ ଦେଖି ହିଁ ମିଳିପାରିବ। ଉତ୍ତର ବାହାରେ ନୁହେଁ, ଭିତରେ ହିଁ ଅଛି। ଏକ୍ଜାକ୍ଟଲି। ବ୍ରହ୍ମାଙ୍କର ଏହି ଯାତ୍ରା ସେହି ସତ୍ୟର ଏକ ବହୁତ ଶକ୍ତିଶାଳୀ ପ୍ରତୀକ। ତେବେ ଆମ ଆଲୋଚନା ଶେଷରେ ଏକ ଚିନ୍ତନୀୟ ପ୍ରଶ୍ନ ଛାଡ଼ି ଯାଉଛୁ। ଯଦି ସୃଷ୍ଟିର ଆରମ୍ଭ ଏକ ଆଭ୍ୟନ୍ତରୀଣ ଅନୁଭୂତି ଆଉ ଆତ୍ମଜ୍ଞାନରୁ ହୋଇଥିଲା, ତେବେ ଆଜିର ଏହି ଡିଜିଟାଲ ଦୁନିଆରେ ଯେତେବେଳେ ଆମ ପାଖରେ ସବୁ ତଥ୍ୟ ଆଙ୍ଗୁଠି ନୁନିରେ ଅଛି, ଆମେ କୌଣସି ସମସ୍ୟାର ସମାଧାନ ବା ସତ୍ୟକୁ ଖୋଜିବା ପାଇଁ ବାହ୍ୟ ଜଗତ ଉପରେ କେତେ ନିର୍ଭର କରୁଛୁ ଆଉ ନିଜ ଭିତରକୁ ଦେଖିବା ପାଇଁ କେତେ ସମୟ ଦେଉଛୁ?